ନାଇଁ ଶୁଣନ୍ତୁ ତାଙ୍କ ଦଳର ଗୋଟେ ଜାତୀୟ ଦଳ ବିଜେପି ଦଳ ଏବଂ ବିଜେପି ଦଳ ଆମର ବିଜୁ ଜନତା ଦଳ ଗୋଟେ ହେଉଛି ଆମ ଆଞ୍ଚଳିକ ଦଳ। ଏଠି ନବୀନ ପଟ୍ଟନାୟକ ଅଲ୍ ଇନ୍ ଅଲ୍। କାହାକୁ ମିଶାଇବେ, କାହାକୁ ବାହାର କରିବେ, କାହାକୁ ଦଳରୁ ବାହାର ସସ୍ପେଣ୍ଡ କରିବେ, କାହାକୁ ଟିକଟ ଦେବେ। ଏଠି ବିଜୁ ଜନତା ଦଳ ଗୋଟେ ଆଞ୍ଚଳିକ ଓଡ଼ିଶାକୁ ଲୋକଙ୍କୁ ନେଇକି ତିଆରି ହେଇଥିଲା, ଓଡ଼ିଶା ଲୋକଙ୍କ ପାଇଁ ତିଆରି ହେଇଥିଲା। ତାଙ୍କର ଯେହେତୁ ଜାତୀୟ ଦଳ, ତାଙ୍କର ଦେଖିବେ ବହୁତ ଅଣଓଡ଼ିଆ ଲୋକ ଏଠିକି ଆସିକି କାଗଜ ଧରିକି ଆସୁଛନ୍ତି, ସେ ଚିଠାଟି ଏଠି ପଢ଼ା ହେଉଛି। ସରକାରରେ ସେଇ ଘଟଣା, ରାଜନାଥ ସିଂ ଚିଠା ଧରିକି ଆସିଲେ, ଏଇ ଯେଉଁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ, କାଲି ତାଙ୍କର ଗୋଟେ କିଏ ପ୍ରଭାରୀ ଥିଲେ, ସେ କାଲି ଗୋଟେ ଚିଠା ଧରିକି ଆସିଲେ, ସେ ହେଉଛି ମନମୋହନ ସାମଲକୁ ଡିକ୍ଲାର କଲେ। ତାଙ୍କର ସେ ଅଣଓଡ଼ିଆ ଏବଂ ଯେହେତୁ ତାଙ୍କର ଜାତୀୟ ଦଳ ଏବଂ ତାଙ୍କ ଭିତରେ ଆହୁରି ଗୁଡ଼ାଏ କଥା ଆସେ ଯେ ଜାତୀୟ ଦଳ ସେ ତାଙ୍କର ଆର୍ଏସ୍ଏସ୍ ଅଛି, ବିଏଚ୍ପି ଅଛି, ବଜରଙ୍ଗ ଦଳ ଅଛି, ବିଶ୍ୱ ହିନ୍ଦୁ ପରିଷଦ, ନାନା ପ୍ରକାର ଫେଣ୍ଟାଫେଣ୍ଟି ଭିତରେ ତାଙ୍କର କାର୍ଯ୍ୟ। ଶୁଣ, ଯେହେତୁ ଜାତୀୟ ଦଳ କଂଗ୍ରେସ ହେଉ ବିଜେପି ହେଉ, ସେମାନଙ୍କର ଜାତୀୟ ଦଳ ଭିତରେ ବହୁତ ଗୋଷ୍ଠୀଗତ ଦଳ ରହିବ, କିଏ ସବୁ ଗ୍ରୁପିଜିମ୍ ରହିବ, ତା ଭିତରେ କାହାର ଭାରି ପଇଲା। ଏବଂ ଯେହେତୁ ମନମୋହନ ସାମଲ ସଭାପତି ହେଲେ, ମନମୋହନ ସାମଲ 2000 ମସିହାରେ ଗଭର୍ଣ୍ଣମେଣ୍ଟ ଥିଲା ଆମର ନବୀନ ପଟ୍ଟନାୟକ ଆଲିଆନ୍ସ ସହିତ, ନବୀନ ପଟ୍ଟନାୟକ 2009 ମସିହା ପର୍ଯ୍ୟନ୍ତ ଫାଷ୍ଟ ନବୀନ ପଟ୍ଟନାୟକ ସହିତ ଯେଉଁ ମେଣ୍ଟ ସରକାର ଓଡ଼ିଶାରେ ଗଠନ ହେଇଥିଲା 2000 ମସିହା, ସେତେବେଳେ ମନମୋହନ ସାମଲ ନବୀନ ବାବୁଙ୍କ ସହିତ ମେଣ୍ଟ କରିଥିଲେ। ଯେତେବେଳେ ଜାତୀୟ ସ୍ତର ହେଲେ ଆଞ୍ଚଳିକ ସ୍ତରକୁ ନେବାକୁ ଗଲେ ମନମୋହନ ସାମଲ ନବୀନ ପଟ୍ଟନାୟକ ଭିତରେ ମେଣ୍ଟ ହେଇଥିଲା। ତେଣୁ କ'ଣ ତାଙ୍କର ଆଧାର ରହିଛି, ସେ ଆଧାର ଭିତରେ ତାଙ୍କ ଦଳ କଥା ବ୍ୟକ୍ତିଗତ ଆପଣ ତାଙ୍କ ଦଳ ଲୋକଙ୍କୁ ପଚାରିଲେ ଭଲ ହେବ। କିନ୍ତୁ ଆମେ ଯେତିକି ଦେଖୁଛୁ ତାଙ୍କ ଦଳରେ ନିଶ୍ଚିତ ଭାବରେ ଯେହେତୁ ଏଇ ଯେଉଁ ପୂର୍ବ ଯେଉଁ ସରକାର ଆସିଲା, ମନମୋହନ ସାମଲଙ୍କର ଦବଦବା ଗୋଟେ ରଖିଲେ ଯେ ମୁଁ ଏକାକି ଲଢ଼ିବି, ବିଜେପି କି ଲଢ଼େଇବି କି ନେବି। ବୋଧହୁଏ ତାଙ୍କର କର୍ମୀମାନଙ୍କ କଥାକୁ ନିଆହେଇଛି କି ଲୋକମାନଙ୍କ କଥାକୁ ମତକୁ ନେଇ ମନମୋହନ ସାମଲକୁ ସଭାପତି ଭାବରେ ଗ୍ରହଣ କରିଥାଇପାରନ୍ତି।